ତ ସହିପାରୁନି ନାରୀ ନୁହେଁ ତୁ ନାରାୟଣୀ ଯୁଗ কষ্ট তোমার দেখুন আম সাগরটা এড়ে নিষ্ঠুর তোমাকে বাহা হেলা সেথিরে তার মন শান্তি হেলানি যে তা পাই আউ গোটে স্ত্রী আনিলা সেথিরে তার মন শান্তি হেলানি যে তোমাকে নিষ্ঠুর ভাবে মাড় মারি চালিলা এ তোমার কষ্ট দেখি হ্যাঁ হ্যাঁ এ তোমার কষ্ট দেখি মু জমারু সহি পারুনি হ্যাঁ হ্যাঁ মু জমারু সহি পারুনি भाई छाड़ू भाई ये सब मोर भाग्यर दोष ଆପଣ କାହିଁକି ସହ୍ୟ କରିପାରୁନାହାନ୍ତି କାହିଁକି ନା ଏ ଆମ ସାଗରଟା ଅଞ୍ଜଳି ପ୍ରେମରେ ପୁରାପୁରି ଅନ୍ଧ ହେଇ ସାରିଛି ଆଉ କେତେ ଦିନ ପରେ ତମକୁ ମାରି କୋଉ ନଦୀ ନାଳରେ ଫିଙ୍ଗି ଦେବ ସେଇଥିପାଇଁ ମୁଁ କ'ଣ କହୁଥିଲି କି ମୁଁ ତୁମକୁ ଦେଖିଲା ଦିନଠୁ ମନକୁ ମନ ଗୋଟେ କଥା ଭାବି ନେଇଛି ମୁଁ ତୁମକୁ ଭଲ ପାଏ ମୁଁ ତୁମକୁ ନିଜ ସ୍ତ୍ରୀ ରୂପରେ ଗ୍ରହଣ କରିବାକୁ ଚାହେଁ ସେଇ ମତ ସାଗର ପାଖରେ ଆଉ କ'ଣ ଅଛି ତା ପାଖରେ ଆଉ କ'ଣ ପାଇଁ ରହିବ ଏ ଚାଲିଆ ମୋ ପାଖକୁ ମୁଁ ତୁମକୁ କେତେ ଖୁସିରେ ରଖିବି ଏବେ ଆସ ଦେଢ଼ଶୁର ଭାଇ ଭାଇ ଭୋଗ କିଭଳି ସୁନ୍ଦର ଯେ ତମକୁ ସେତକ ବି ଜଣାଇ ଆହୁରି କହିଲ ଆଉ ପଦେ କହିଲି ମୁଁ ବି ଭୁଲିଯିବି ଆପଣ ମୋ ଦେଢ଼ଶୁର ବୋଲି ମୁଁ ଆପଣଙ୍କୁ ମୋ ଜୋତାରେ ପୁଣି ମତେ ଜୋତାରେ ପିଟିବ ବଜାତିରି ମାଇକିଣା ତୁ ଏଇ ତୁଫାନର ପ୍ରେମିକ ରୂପଟା ତୁ ଦେଖିଛୁ এই তুফান ভিতরে থিবা বড়িয়া সিংহ শুয়াটা তু দেখিনু সেই তো সম্পদাকু জালি আসিব তোতে সরকার গড়ি দেবল মো কথারে রাজি হয়ে যা মো কথারে রাজি হয়ে যা নচে তোতে এমিতি যন্ত্রণা দেবি দেখি দেখি কান্দিব মো কথারে রাজি হয়ে যা মো কথারে তো রাজি হেবুনি মো কথারে রাজি হেবুনি তাহলে দেখ মো কଣ କରୁছে এ রাজ্য দরবারে কিଏ কিଏ অছ দৌড়ি আস এ রাজ্য দরবারে কিଏ কিଏ অছ চালি আস এ বহুমা মতে কিপরি ব্যবহার করুথান্তে এ পঞ্চ মতে এ ছাড় বহুমা ছাড় এপরি ভুল করনি বহুমা এ পঞ্চ মতে शेषରେ ତମେ ଏତେ ତଳକୁ ଖସିଗଲ ମୁଁ ବି କେବେ ଭାବି ନଥିଲି ବହୁମା ଶେଷରେ ମୋତେ ଦୃଶ୍ୟ ଦେଖିବାକୁ ମିଳିଛି ସେଇ ଗୋଟେ ତମ ଦେଢ଼ଶୁର ସେଇ ଦେଢ଼ଶୁର ସହିତ ସମ୍ପର୍କ ରଖିଛ ତୁମକୁ ଟିକେ ଲଜ୍ଜା ଲାଗିଲାନି ଛି ବହୁମା ଛି ମୋତେ ବିଶ୍ୱାସ କରନ୍ତୁ ବାପା ମୋର କିଛି ଭୁଲ ନାହିଁ ମୋତେ ଏକୁଟିଆ ପାଇ
ଜୋର ଜବରଦସ୍ତ କର୍ମ କରିବାକୁ ଚାହୁଁ ଏ ଭାସ୍କର ମୋତେ ବିଶ୍ୱାସ କର। ରାମ 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 ଏତେ ବଡ଼ ଦୋଷ ମୁଁ ହସି ହସି ସ୍ୱୀକାର କରିନେଉଛି। ଭଣଜା କାହିଁକି ନା ମୁଁ ଯେତେ ସଫେଇ ଦେଲେ ମଧ୍ୟ ମୋ କଥାକୁ କେହି ବିଶ୍ୱାସ କରିବେନି। ହେ ଭଣଜା ଆଜିକାଲି ଦୁନିଆରେ ନାରୀମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଏ ହବ। ଭଣଜା ବନ୍ଦ କର। ବାବୁ ହଁ ମୁଁ ସମସ୍ତ ପାଖରେ ମୁଣ୍ଡ ତାତି ଦଉଛି ବାବୁ, ଆପଣ ଯାହା ଶାସ୍ତି ଦେବେ ମୁଁ ହସି ହସି ଏ ଭଣଜା ଧୈର୍ଯ୍ୟ ଧର। ହଁ ବାପା କଣ ଏ ସମ୍ପୂର୍ଣ୍ଣ ସତ କହୁଛନ୍ତି। ସମ୍ପୂର୍ଣ୍ଣ ସତ କହୁଛି ସତ ମୋତେ କହୁଛି। ଏକୁଟିଆ ପାଇଁ ଅତ୍ୟାଚାର କରିବାକୁ ଖରାପ ଲାଗେ ଝିଅ ମୋ ଦେବତୁଲ୍ୟ ବଡ଼ ଭାଇ, ତୁ ତାକୁ ଦୋଷ ଦଉଛୁ। ମୋତେ ମୁଁ ତୋତେ ଆଜି ଛାଡ଼ିବିନି, ମାରୁ ମାରୁ ଶେଷ କରିଦେବି। ବିଶ୍ୱାସ କର। সাগর সাগর আরে ছাড় বন্ধু ছাড়। ମୁଁ ଆଗରୁ ଯାଇଥିଲି। ଏ ନାରୀ ଭଲ ଲୋକ ନୁହେଁ, এই ନାରୀ ତୋ ପାଇଁ କଳଙ୍କ। ଦେହ ଲାଳସ ଯିବା ପାଇଁ ଶେଷରେ ପ୍ରୀତି ଦେଲେ ଦେଶିତ ଜୋର ଜବରଦସ୍ତ ଭାବିବ ବେଳକୁ ମୋତେ ମରିଯିବାକୁ ଇଚ୍ଛା ହେଲା। ଏ ରହିଯାଅ ସବେ। ଏହି ରାଜା ସୁରେନ୍ଦ୍ର କେଶରୀ ଥାଉ ଥାଉ ତମାନେ ବିଚାର କରିବା ଲୋକ କିଏ? ହଁ ବିଚାର କରିବା ଲୋକ କିଏ? ଯାହା ବିଚାର କରିବି ମୁଁ କରିବି। ମୁଁ ଜାଣିଛି ମୋ ଭଣଜା କହୁଛି ସେ ଭଣଜା କେତେ ମୋ ଭଣଜା କେତେ ବାବୁ ଏ ମୁଁ ମାରାତ୍ମକ ନୁହେଁ ବାବୁ। ଏ ଭଣଜା ମୁଁ ସେମିତି କହୁନି। ବାବୁ ହଁ ଏ ଆପଣଙ୍କ ଶ୍ରୀମତୀ ଝରଣା ବୋହୂଙ୍କ କାହାଣୀ ଶୁଣନ୍ତୁ। ଭଣଜା ସେ ମୋତେ ଅନେକ ଥର ପ୍ରେମ ସମ୍ପର୍କ ରଖିବା ପାଇଁ କହିଛି। ଏ ଭଣଜା ବନ୍ଦ କର। ମୁଁ ଅନେକ ଥର ମନା କରିଛି ବାବୁ, ଭଣଜା ହେଲେ ଆଜି ମୋତେ ନିଛୁଟିଆରେ ଦେଖି ମୋ ସହିତ ଜୋର ଜବରଦସ୍ତ ପ୍ରେମ ସମ୍ପର୍କ ରଖୁଥିଲେ ବାବୁ। ହେ ଭଗବାନ ଆହୁରି ମଧ୍ୟ ତାଙ୍କ କାହାଣୀ ଶୁଣନ୍ତୁ ବାବୁ। ଏ ଆମ ସାନ ଭାଇ ସାଗର ଆମ ସାନ ବୋହୂମା ଅଞ୍ଜଲିକୁ ବାହା ହେଲା ପରେ ଆମ ବଡ଼ ବୋହୂମା ଝରଣା ପାଖକୁ ଆଉ ଜାଣୁନାହାନ୍ତି। ଭଣଜା ଆମ ବଡ଼ ବୋହୂମା ଝରଣା ଏକା ପଡ଼ିଗଲେ। ଏ ଭଣଜା ସେଇଥିପାଇଁ ଦେହର ଲାଲସା ମିଠେଇବା ପାଇଁ ଆରେ ମୋ ସହିତ ବନ୍ଦ କର। ମୋ ସହିତ ପ୍ରେମ ଏ ବନ୍ଦ କର। ମୁଁ ସବୁ ଜାଣିଛି ସବୁ ଜାଣିଛି ବନ୍ଦ କର କହୁଛି। ମୋ ବିଷ ଖାଇ ମରିଯିବି ନାଇଁ ନାଇଁ ଭଣଜା ନାଇଁ ନାଇଁ ତମେ ଧୈର୍ଯ୍ୟ ଧର। ଏପରି ନାରୀ ଆମ ସମାଜ ପାଇଁ କଳଙ୍କ। ଆରେ ମୁଁ ଯଦି ହୋଇଥାନ୍ତେ କେତେ ବଲରୁ ମରି ସାରିଦେବି। ତୁ ମରିଯା ହରମ ଦାଦି କୁତିଶାଲି ଅଳକ୍ଷଣୀ ବେଶ୍ୟା ମରିଯ। ଭମା ଏ ଭମା ଆରେ ମୁଁ ବି ସେ କଥା କହୁଥିଲି। ମୁଁ ବି ସେ କଥା କହିବାକୁ ଯାଉଛି। କାହିଁକି ତମେ ମାନେ ମୋ କଥାକୁ ଅଧାରେ ଛାଡ଼ି ଦଉଛ? କାହିଁକି ତମେ ମାନେ ମୋ କଥାକୁ ଅଧାରୁ ବାପା ମୁଁ ଜାଣିଛି ଶେଷରେ ତମେ କାହିଁକି ମୋତେ ଅଟକାଇଲ ବାପା? କାହିଁକି ଅଟକାଇବିନି? ଆରେ ମୁଁ ଜାଣି ସାରିଛି ପିଲାଟି ଦିନରୁ ମୋ ବଡ଼କୁ କେତେ ଲାଲନ ପାଳନ କରି ଆଜି ମୁଁ ଛୋଟରୁ ବଡ଼ କରିଛି। ବଡ଼ ପଦ ସମ୍ମାନ ବି ଦେଇ ସାରିଛି। ସବୁ ଜାଣିଛି ମୋ ଭଣଜାର କିଛି ଭୁଲ ନୁହଁ। ହେଲେ ବାପା ଭୁଲଟା କାହାର ରହିଲା? ଆରେ ଭୁଲଟା କାହାର ଶୁଣିବ? ମୁଁ ଯେତେବେଳେ ଦୁଇ ଆଖି ଦେଖି ସାରିଛି ଦେଖି ସାରିଛି ଭୁଲଟା ହେଉଛି ଅଲକ୍ଷଣୀ। এই ଅଲକ୍ଷଣୀ ସବୁ କିଛି ଭୁଲ ମୁଁ ନିଜ ଆଖିରେ ଦେଖି ସାରିଛି। ସାଗର ଆରେ ଏଇଠି ଅନେଇଛୁ କାହିଁକି? ଯେତେ ଶୀଘ୍ର ପାରୁଛୁ ସେତେ ଶୀଘ୍ର ମୋ ରାଜ୍ୟରୁ ବାହାର କରିଦେ। ନିଶ୍ଚୟ ବାପା। ଏ ମହାସାଂଘାତିକ ନାରୀ ଏଠାରୁ ଯିବା ପୂର୍ବରୁ ମୋ ବାପା ତୋ ନାଁରେ ଅଧା ସମ୍ପତ୍ତି କରିଥିଲେ, ସେଇଟାକୁ ଫେରାଇ ଦେ। ଆଉ ମୁଁ ତୋତେ ଦେଇଥିଲି ସେଇ ଶଙ୍ଖା ସିନ୍ଦୁର କବେ। ନା ସ୍ୱାମୀ ଆଜିକାର ପବିତ୍ର ସାବିତ୍ରୀ ବ୍ରତ ଦିନରେ ଆପଣ ମୋତେ ବିଧବା କରନା। ଆପଣ ମୋତେ ବିଧବା କରନା। ଆଜିଠାରୁ ମୁଁ ତୋ ପାଇଁ ମରିଯାଇଛି ଆଉ ତୁ ମୋ ପାଇଁ ମରିଯାଇଛୁ। ମୁଁ ତୋତେ ନାରକଟିବଧିକ ଘୃଣା କରେ। ନାରକଟିବଧିକ ସାଗର ଶୀଘ୍ର ବାହାର କର। ତୋ ଭଳି ନାରୀକୁ ସିନ୍ଦୁର ଦେଇ ସତରେ ମୁଁ ମସ୍ତ ବଡ଼ ଭୁଲ କରିଛି। ବରଂ ମୁଁ ତ କହିବି ତୋ ଭଳି ନାରୀକୁ ସିନ୍ଦୁର ଦେବା ମନା, ସୁନ୍ଦରୀ ଝିଅକୁ ସିନ୍ଦୁର ମନା। ନା ସମୟ ଭାରି ନିଷ୍ଠୁର
আলো ମୋ ଛନ ଛନିଆ କହିଲା ତୁଫାନ ବାବୁ ସାଥୀ ଭଳିଆ ସାବିତ୍ରୀ ବ୍ରତ ଭଳିଆ ଦିନରେ ତମ ଠାରୁ ଶଙ୍ଖା ସିନ୍ଦୁର କାଳେ ତାକୁ ଘରୁ ତୋଳି ଦେଇছে ତମର ରାସ୍ତାର କଣ୍ଟା ଏବେ ସଫା ହେଇ ସାରିଛି ଅଞ୍ଜଳି ଏବେ ବି ରାଜା କୋଟାର ସଫା ହେଇନି ତୁଫାନ ବାବୁ ଦୁଇଟା କଣ୍ଟା ରହି ଯାଇছে এইটা পুଣି କିଏ সেই রাজা সুরেন্দ্র কেশরী তপস্যক বড় ସେମାନେ ବି ବାହାର ହେବେ ଲୋ ସେମାନେ ବି ମର୍ମେ ମର୍ମେ ଅନୁଭବ କରିବେ ତମ ଭଳିଆ ସୁନ୍ଦରୀ ଝିଅକୁ ଇଚ୍ଛା ବିରୋଧର ସିନ୍ଦୁର ଦେଲେ ଭଲ ପରିସ୍ଥିତି କେମିତି ଭୟଙ୍କର ହୁଏ ଆସ ହାଲୋ ଆସ ହାଲୋ ଆସ ଏମାନଙ୍କୁ ବି ବର୍ବାଦୀର ମଞ୍ଜି ବୁଣିବା ଆରମ୍ଭ କରିଦେବା जंगल डाकू मंगल सिंह जहाँ जंगल वहाँ मंगल माइलो माइलो 1300 माइलो मो इलाका समाज सामाजिक प्राणी मनीष मनीषर सीमा रेखा जो शेष से आरंभ मो इलाका मोर उद्देश्य जंगल सुरक्षा मोर उद्देश्य अत्याचारी नेता मंत्री भद्रमुखा पीड़ी अभद्र शासक अन्याय विरुद्ध लड़वा से कला धन को छड़े आनी गरीब मुहरे दाना जगैवा नारी सुरक्षा मोर मूल मंत्र सब जब 2 कदम पीछे हटता है झपटने के लिए और ये जंगल डाकू जब 2 कदम पीछे हटता है अत्याचारी मनुष्य का विनाश के लिए एथर जाए मु आग को कौन हो देखेबी होशियार सावधान बस नमस्कार
करेंगे मंच आमे जोड़े जोड़े अभिनेता हे जगतर नाथ जगन्नाथ प्रभु कहे मो जीवन एते दुख भरा दृश्य देखे मो मो स्वामी को नहेली मो ससुर को नहेली ना ए दुनिया रे भगवान नहती एठारे भगवान को डाकिबा निज मूर्ख वीर परिचय मोर ढेर गुण भल हे पछे ए निघंचा जंगल रे आत्महत्या कर मरी जीवाटा भल मरी जीवाटा भल रही जावा जहाँ जंगल वह मंगल तोरे तृषा महिला का कोसी मो जड़े जड़े को मार देबू जड़े को हत्या कर देबू मो काहे को मारुनी मो निज को निजे मारुछि ए एक कथा निज जीवन को निजे हारिबा जहा अन्य को हत्या करिबा ताहा आखिर काहर भी तो हत्या होछि ना एठी मोर राज चले मारिबी तो मु मारिबी तारिबी तो मु तारिबी ना এই जंगल इलाका छे जंगल डाको मंगल छे तमे कने जंगल डाको हाँ मो जंगल डाको मंगल छे कौन है डरी गल कि अवश्य डरबार कथा कहीं निगंच जंगल से पुणी जड़े नारी सम्मुखरे कृतात् जंगल डाकू मंगल सिंह डर तो लगे निश्चय तू डर ना रे झिया तू डर ना झिया कहबिन तो आउ कौन कहबी तू एबे मरी जाए थंतु मु तो बंचे अर्थात ए जीवन नुआ पाइछु दुनिया रे बापा हाँ तो नुआ जीवन दे ए दुनिया को आड़ी थाए ना मु कौन तोर बापा ही पारिबेनी मारे कान्ना ए दुनिया रे जी डरी से मरी मोर परिचय किसी पचारे खाली एति जानवी जे ए दुनिया वाले तोते बहुत कदे तू अतिष्ट हो आत्महत्या करने को चाहूलु तोते बंचा से विरुद्ध तोते लड़वा तू लड़बू तो निश्चय ठीक अच्छे आज मुझे युद्ध विद्या बाहु विद्या बंदूक विद्या शिखाऊँ से विद्या रे उत्तीर्ण हेले से पापी मान को विनाश कर पारिबु मो कथा मान मथान मो कथा मान ठीक अच्छे बापा
ବାସ୍ ସାବାସ୍ ଏଥର ତୁ ସର୍ବ ବିଦ୍ୟାରେ ଉତ୍ତୀର୍ଣ୍ଣ ହୋଇସାରିଛୁ ସେ ଅନ୍ୟାଚାରୀ ଅମଣିଷ ପଶୁମାନଙ୍କ ସହିତ ତୁ ପ୍ରତିଶୋଧ ନେଇପାରିବୁ ଆଜିଠାରୁ ମୁଁ ତୋର ବାପା ତୁ ମୋର ଝିଅ ଶୀଘ୍ର ସୂତ୍ର ପ୍ରୟୋଗ କରି ଆଜି ମୋର କାର୍ଯ୍ୟ ସଫଳ ହୋଇଯାଇଛି ଚରଣାକୁ ଘରରୁ ତୋଳି ଦେଇ ସଗରକୁ ମଧୁଆ କରି ସାରିଲି ଏବେ ରହିଲା ସେ ବୃଦ୍ଧ ରାଜା ତାକୁ ଏମିତି ଖୋଳରେ ପକାଇବି ସେଦିନ ସାରା ମନେ ଭାବୁଥିବ ହେଲେ ଏଇ ତ ବୁଢ଼ା ରାଜା ମୋ ପାଖକୁ ଆସୁଛି ମତେ ପ୍ରସ୍ତୁତ ରହିବାକୁ ହେବ ହଁ ପ୍ରସ୍ତୁତ बहुमा ए बहुमा अंजलि अरे बहुमा कुआड़े गल बहुमा ए बहुमा अंजलि ए बापा हठात मो शयन कक्षକୁ बहुमा ମୁଁ ଗୋଟିଏ କଥା ଶୁଣିଛି ତ ଆଚ୍ଛା କି କଥା ସେଥିପାଇଁ ମୁଁ ଆସିବାକୁ ବାଧ୍ୟ ହେଇଛି ବହୁମା ବାପା ହଁ କହିଲି ସିନା ମୁଁ ଜାଣିବି କହିବି ଦେଖ ବହୁମା ମୁଁ ଶୁଣିବାକୁ ପାଉଛି ଯେ ସତରୀ ପୁତ୍ର ସାଗର କ'ଣ ସବୁଦିନ ମଦ୍ୟପାନ କରୁଛି ହଁ ବାପା ସତୀ ଯେତେ ମନା କଲେ ବି ହେ ଭଗବାନ ମୋ କଥା ମାନୁନାହାନ୍ତି ଏ। ତାଙ୍କର ଦିନକୁ ଦିନ ମଦ ପିଇବାଟା ଆରମ୍ଭ କରିଦେଇଛି ବାପା ଏ ବହୁମା କହିବାକୁ ଗଲେ ହଁ। ସେ ପର ମଧୁଆ ହୋଇଗଲେ ହେ ଭଗବାନ ହେ ଗୋଟିଏ କଥା ପାଇଁ ମୋ ମୁଣ୍ଡ ବିଗାଡ଼ି ଗଲାଣି ମା ତାକୁ କେତେ ପିଲାଟି ଦିନରୁ ମୁଁ ସ୍ୱପ୍ନ ଦେଖିଥିଲି ରାଜ୍ୟ ରାଜା କରିବା ପାଇଁ ଆଜି ପର୍ଯ୍ୟନ୍ତ ରାଜା କରିପାରିନି ରାଜା କରିପାରିନି ବାପା। ହେଲେ ଗୋଟିଏ କଥା ମନେ ରଖ ମା ଏବେ ବି ସମୟ ଅଛି ତୁ ଯା ମା ତାକୁ ଟିକେ ବୁଝେଇବୁ ସେ ଭରସ୍ତ କସିଯିବ ଆପଣ ନିଶ୍ଚିତ ରହନ୍ତୁ ହଁ। ମୁଁ ସବୁ ସମ୍ଭାଳି ନେବି ସତ କିଲୋ ମା ଆପଣ ବୁଢା ଲୋକ ହଁ। ଏତେ ମୁଣ୍ଡକୁ ନିଅନ୍ତୁ ନାହିଁ ବହୁମା ନଚେତ ଆପଣଙ୍କର ଦେହ ଖରାପ ହୋଇଯାଇପାରେ ଆପଣ ସ୍ୱାସ୍ଥ୍ୟ ବୋଲି ଦେଖାଯାଉଛି ଆପଣ ମୁଣ୍ଡକୁ ଆସି ଦିଏ ହାତ ଗୋଡ଼ ଟିକେ ମାରିଦିଏ ମୁଣ୍ଡ ତମେ ଗୋଟିଏ ମୋ ବହୁମା ମୋ ମୁଣ୍ଡ ଆସିବ କାହିଁକି ନାଇଁ ବହୁମା ନାଇଁ এইটা কি কষ্ট বাপা ହଁ ବହୁମା କହୁନ କର୍ତ୍ତବ୍য କ'ଣ କରିପାରିବିନି ଦେଖ ବହୁମା ତମେ ଯଦି ଏ କଥା ଭାବୁଛ ତୁମ ଖୁସି ଭାବରେ ଠିକ ଅଛି ମୁଁ ବସି ପଡ଼ୁଛି ତୁମରି ଖୁସି ଲୋବା ତୁମରି ଖୁସି ହଁ ବସି ପଡ଼ୁଛି মিছ দুনিয়ারে যদি সত কিছু তায়ে নারী রূপী নারায়ণী মায়ে কাশিয়ে নারী
বাপা এ বাপা ওঠা বাপা এবে এই বুঢ়া রাজা শୋଇ ପଡ଼ିଲାଣି ତାକୁ ନିନ୍ଦ୍ର ଘଟିଲାଣି ହେଲେ କିଏ ଅଛ ମୋତେ ରକ୍ଷା କର ମୋତେ ବଞ୍ଚା ରକ୍ଷା କର ରୁହରେ ବୁଢ଼ା ରାଜା ଆଜି ତୋର ମଜା ଚକଉଛି ହଁ ହଁ ମଜା ଚକଉଛି ଏ ଭଉମା କିଏ ଅଛ ମୁଁ ତୋତେ ଭଲ ପାଉଛି ଚୁପ୍ ହଁ ବହୁମା ତମ ଆଜି ମୁଣ୍ଡ ଠିକ ଅଛି ତ ଦେଖିଦେବ ଏ ତମ ମୁଣ୍ଡ ଠିକ ଅଛି ଏ କଥା କାହିଁ କହିପାରୁଛ କିଏ ଅଛ କାହାକୁ তুমি ଡାକୁଛ କାହିଁକି ମୋତେ ରକ୍ଷା କର ଶେଷରେ ଏତେ ତ ଲୋକ ଖସିଗଲ ସାଗର କେବେ ଭାବିନଥିଲି ଏ ସାଗର ଏ କଣ କହୁଛୁ ତୁ କଣ ଦେଖିଲୁ ସାଗର କଣ ଭାବୁଛୁ ତୁ ମୁଁ କିଛି କରିନି ସାଗର ମୁଁ କିଛି କରିନି ସାଗର এটা ଥିଲା ତ ଆପଣଙ୍କର ରୀତି ଗତି ଏ ବହୁମା କାହିଁକି ଏ କଥା କହୁଛନ୍ତି ମୁଁ ଏଠି ପଲକରେ ଶୋଇଛି ନାଇଁ ହଠାତ୍ ମୋ ଶୟନ କକ୍ଷକୁ ଆସି ବହୁମା ମୋ ଇଜ୍ଜତ ଉପରେ ହାତ ଭଗବାନ ତମେ ଯଦି ଆଜି ନ ଆସିଥିଲେ ଆଜି ମୋ କଣରେ କଣ ଅବସ୍ଥା ହୋଇଥାନ୍ତା କାହିଁକି ମତେ ଏ କହୁଛୁ ବହୁମା ବିରାଜ ବୁଢ଼ା ଯଦି ଏ ଘରେ ରହିବା ଆରେ ବହୁମା ସବୁଦିନ ପାଇଁ ଏ ମୁହୂର୍ତ୍ତରେ ମୁଁ ଚାଲିଯିବି ନାଇଁ ହଁ, ହଁ, ନାଇଁ ବହୁମା ଚାଲିଯିବି। ନାଇଁ ଏ ଭଗବାନ ଏଇ ବୁଢ଼ାର କଥା ମୁଁ ବୁଝୁଛେ ସାଗର ସତରେ ତୁ ଶେଷରେ ତା ସହିତ ମିଶିଗଲୁ ତୁ ମୋତେ କଥା କହିପାରୁଛୁ କାହିଁକି ମୁଁ ବହୁମା ଦେହରେ ହାତ ବି ମାରିନି ସବୁ ମିଛଟାକୁ ବାହାନା କରୁଛି ସାଗର ମିଛଟାକୁ ବାହାନା ଠିକ ଅଛି ରହିବି କିନ୍ତୁ ଗୋଟିଏ ସର୍ତ୍ତରେ ତମରି ବାପାକୁ ତମେ ଜୁତାରେ ପିଟି ପିଟି ଏ ଘରରୁ ବାହାର କରିଦିଅ ନାନ୍ଦୁନି ନା ସେଇଟା ମୁଁ କରିପାରିବି କାହିଁକି ସେଇଟା ମୁଁ କରିପାରିବି ତାହେଲେ ତମେ ଗୋଟିଏ ନପୁଂସକ ତମ ଆଗରୁ ତମ ସ୍ତ୍ରୀକୁ ଜଣେ ଇଜ୍ଜତ ଉପରେ ହାତ ମାରିଦେଲା ଏ ବହୁମା କଣ ଅଥଚ ତାକୁ କିଛି କହିପାରୁନ ତମେ ଯଦି ନ ପାରୁଛ ମୁଁ ଜୁତାରେ ପିଟିବି ବହୁମା। ଖାଲି ଦେଖୁଥାଅ ହଁ ହଁ ଖାଲି ଦେଖୁଥାଅ ମୁଁ ଜୁତାରେ ନାଇଁ ନାଇଁ ମୋତେ ବି କହନି ଏ ସାଗର ଶୁଣି ପାରୁଛୁ ସାଗର ମୋତେ
ସତରେ ବହୁ ମାଉ ତମେ ମୋତେ ଜୋତାରେ ପିଟି ଦେଲ କାହିଁକି ମୁଁ ତୁମର କି ଅନିଷ୍ଟ କଲି କାହିଁକି ଯେ ମୋତେ ଜୋତାରେ ପିଟି ପାରିଲ ସାଗର ଏ ଦେଖୁଛୁ ତୋ ସାମ୍ନାରେ ତୋ ସ୍ତ୍ରୀ ନିଜ ବାପକୁ ଆଜି ଜୋତାରେ ପିଟିଛି ଅଥଚ ଚୁପ୍ ହୋଇ ରହିଗଲୁ କାହିଁକି ସାଗର ଚୁପ୍ କରି କହୁଛି ସାଗର ମୋ ମୁଣ୍ଡ ଖରାପ କରନି ନାଇଁ ସାଗର ଅଞ୍ଜଳି ଏହାର କୁକର୍ମର ଫଳ ଏହାକୁ ଦେଇଦିଅ ଦେଇଦିଅ ନାଇଁ ସାଗର ତୁ ସେମିତି କରନି ମୋତେ ଦୟା କର ସାଗର ଦୟା କର ବାହା ରେ ସାଗର ବାହା ନାରୀ ରାକ୍ଷସୁଣୀ ତୁ ଗୋଟିଏ ନାରୀ ଆଜି ମୋତେ ଏହି କୂଟ ଚକ୍ରାନ୍ତ କରିଦେଲୁ ମୁଁ କିଛି ବୁଝିପାରିଲିନି କୋଉଟା ଲକ୍ଷ୍ୟ କୋଉଟା ଲକ୍ଷ୍ୟ ଜାଣିପାରିଲିନି ଆଚ୍ଛା ଠିକ ଭାବରେ ଜାଣିପାରିଛି ତୁ ଗୋଟେ କାଲ ଡାଗୁରେ ହଁ ହଁ ତୁ ଗୋଟେ କାଲ ଡାଗୁରେ ହଁ ତମେ ମୁଁ ଯଦି କାଳ ଲାଗୁନି ଏ ଦୁଲା ଥାନରେ ତ ଭିକ ମଙ୍ଗେ ମଙ୍ଗେ ଏଠୁ ମରିଯା କେବେ ବି ମଣିପୁର ଆସିବୁନି ନହେଲେ ତ ମାରୁ ମାରୁ ମାରିଦେବି ଏ ସାଗର ଶୁଣୁଛୁ ଏ ରାଜା ସୁରେନ୍ଦ୍ର କେଶରୀ ଆଜି ଦାଣ୍ଡର ଭିକାରୀ ହବ ଭିକ ଥାଳି ଏ ନିଅ ଜୀବନ ମୋର ଏମିତି ଘଟଣା ଘଟିଗଲା ପ୍ରଭୁ ଆଜି ଗୋଟେ ମୁଁ ଦାଣ୍ଡର ଭିକାରୀ ସାଜିଗଲି କାହିଁକି ମୁଁ କି ଦୋଷ କରିଛି କି ପାପ କରିଛି ଯେ ଆଜି ସେ ପାପ ଭୋଗିବାକୁ ମୋତେ ମିଳିଛି ଦେଖିଲ ମା ମାନେ ବାପା ମାନେ ଏ ଦୁନିଆ ରୀତିଗତି ଆଜି ନିଜ ବହୁମା ନିଜ ଶାଶୁରକୁ ଚୋତା ଚୋତା ପିଟି ଆଜି ଦାଣ୍ଡର ଭିକାରୀ ସଜେଇଛି ହେ ଭଗବାନ ମୁଁ କୁଆଡ଼େ ଯିବି କ'ଣ କରିବି এই রীতিগতি କ'ଣ କିଏ ଦେଖିଥିଲ ନା କେବେ ଶୁଣିଥିଲ କି ନା କେବେ ଜାଣିଥିଲ ଆଜି ଦେଖିଲ ଏ ରାଜ୍ୟର ଲୋକ ଆଜି ଗୋଟିଏ ରାଜା ସୁରେନ୍ଦ୍ର କେଶରୀ ହୋଇ ଦାଣ୍ଡର ଭିକାରୀ ସାଜିଛି ବୁଢ଼ କଳଙ୍କିରୀ ଠାରୁ ଜୋତା ମାଡ଼ ଖାଇ କୁଆଡ଼େ ଯିବି କ'ଣ କରିବି ପ୍ରଭୁ ପେଟ ମୋର ଜଲି ଯାଉଛି ବୃଦ୍ଧ ମୋର କାନ୍ଦି ଉଠୁଛି ତଣ୍ଟି ମୋର ଶୁଖି ଯାଉଛି କିଛି ଅଛି ବେଲେ ଦିଅ ମା ମାନେ ବାପା ମାନେ ଧର୍ମକାରୀ ବାପା ମାନେ ଧର୍ମକାରୀ ମା ମାନେ କିଛି ଅଛି ବେଲେ ଖାଇବାକୁ ଦିଅ ମା ବାପା ମାନେ ତମେ ସାହା ଭରସା ଭିକ୍ଷା ମୁଠା ଦିଅ ମତେ প্রিয় জননী ভিক্ষা মুঠে দিও মতে আনি গো প্রিয় জননী ভিক্ষা তারি দারি সুরেন্দ্র কেশরী গো ভিক্ষা তারি দারি সুরেন্দ্র কেশরী জননী ভিক্ষা মুঠে দিও মতে আড়ি গো প্রিয় জননী ছোমা কিছু খাইবা
ଦେଇଥିଲେ ମୁଠେ ଜୀବ ପୁଣ୍ୟ ପଥେ ମା ଦେଇଥିଲେ ମୁଠେ ଜୀବ ପୁଣ୍ୟ ପଥେ ଅନ୍ତରେ ଲଭିବ ବୈକୁଣ୍ଠପୁର ଗো প্রিয় জনরে ভিক্ষা মুঠে দিও মতে আনি গো প্রিয় জনরে কি আছো মানে বাবা মানে আজি দাଣ୍ଡର ଭିକାରୀ ତମ ଦ୍ୱାରକୁ ଆସିଛି ବହୁମାର ଦତ୍ତା ବାଟ ଖାଇ ଦାଣ୍ଡର ଭିକାରୀ ସାଜିଛି ଏହି ରାଜା ସୁରେନ୍ଦ୍ର କେଶରୀ ମୋତେ କିଛି ଦିଅ ମା ମୋ ଜୀବନ ବଞ୍ଚାଅ ରକ୍ଷା କର ମା ତଣ୍ଟି ମୋର ଶୁଖି ଯାଉଛି ପେଟ ମୋର ଜଲି ଯାଉଛି ହୃଦ ମୋର କାঁଦେ ଦିଅ ମା ମୋତେ ହତାଦର କରୁଛ କାହିଁକି ଲୋ ମା ମୋତେ ହତାଦର କରୁଛ କାହିଁକି କିଏ ଅଛ ରାଜ୍ୟରେ କିଏ ଅଛ ମା କିଛି ଖାଇବାକୁ ଦିଅ ଏତେବେଳେ ବାପୁଧାରୀ ଭିକ ମାଗି ପେଟ ପୋଷୁଛ ଛି ଏହା ତ ମାଗିବା ଠାରୁ ଆହୁରି ହୀନ କିଏ ତୁମେ କିଏ ଏ କଥା କହିପାରୁଛ କାହିଁକି ରାଜା ଦଶରଥ ପରିସ୍ଥିତି ପ୍ରବଞ୍ଚନାରେ ପଡ଼ି ରାମଚନ୍ଦ୍ର ପରିସ୍ଥିତିରେ ପଡ଼ି ସେ 14 ବର୍ଷ କାଳ ବନବାସ ଯିବାକୁ ବାଧ୍ୟ ହୋଇଥିଲେ ପ୍ରଭୁ ଜଗତ ଠାକୁରର ଜଗତର ନାଥ ଜଗନ୍ନାଥ ସେହି ବଡ଼ ଦାଣ୍ଡରେ ବସି ଦିନେ ବି ଭିକ ମାଗିଥିଲେ ସେହି ବଡ଼ ଦାଣ୍ଡରେ ମୁଁ ତ ଗୋଟିଏ ସାମାନ୍ୟ ମଣିଷ ମା ସାମାନ୍ୟ ମଣିଷ ମୋତେ କଥା କହୁଛ କାହିଁକି କିଛି ଖାଇବାକୁ ଦିଅ ତମେ କଣ ପ୍ରଭୁ ଜଗନ୍ନାଥ ତମେ କଣ ପ୍ରଭୁ ରାମଚନ୍ଦ୍ର ନାଇଁ ମା ମୁଁ ସେମିତି କାହିଁକି ହେଇପାରିବି ଏତେ ବଡ଼ ଲୋକ ହେବି କାହିଁକି ମୁଁ ତ ଗୋଟିଏ ଦୁନିଆରେ ମହାପାପୀ କି ପାପ କରିଥିଲି ଆଜି ମୋତେ ଭିକ ଥାଲି ମିଳିଛି ମୋତେ ସେମିତି କୁହନି ମା କିଛି ଅଛି ବୋଲେ ଖାଇବାକୁ ଦିଅ ମା ଖାଇବାକୁ ଦିଅ ହେଲେ ଏଠାରେ ମାଇ ଖାଇଲେ କିଛି ମିଳିନି ଯେମିତି କର୍ମ କରିବ ସେମିତି ଫଳ ପାଇବ କିଛି ମିଳିବନି ଏ କଥା କାହିଁକି କହୁଛ ମା ସତରେ ମୁଁ ଯେମିତି କର୍ମ କରିଛି ସେମିତି ଫଳ ଆଜି ଭୋଗୁଛି ହଁ ହେଲେ ମୁଁ ବି ଗୋଟିଏ ରାଜା ମା ମୁଁ ବି ଗୋଟିଏ ରାଜା ଏହି ମଣିପୁର ରାଜ୍ୟର ରାଜା ସୁରେନ୍ଦ୍ର କେଶରୀ ମୁଁ ଆଜି ଲକ୍ଷ୍ମୀ ଛଡ଼ା ହୋଇ ଘର ଘର ଦ୍ୱାର ଦ୍ୱାର ଭିକ ମାଗିବାକୁ ପଡୁଛି ମା ଭିକ ମାଗିବାକୁ ପଡୁଛି हे धर्मात्मा मनुष्यर परिस्थिति बेले बेले एमिति बदली जाए राजा ठारू भी भिकारी हेबाकु पड़े आपण चिंता करंतुनी आपण को जे एमिति दुर्दशा करिछि से पापी को मु अस्त्र उत्तोलन करी विनाश करबी असंतु आपण को मु उद्धार करबी आपण किए प्रभु मु होछि जंगल डाकू मंगल छि जंगल डाकू धर्म रो विनाश करी धर्म रो चारा करिवा रोपण आस से किए ए होछि ए होछि तम बहु झरणा बहु झरणा हाँ सतरे मो बहु झरणा हे भगवान आस मो घरे सब कथा गोटे गोटे करे बुझाई देबी आस मो पाखरे समान ठीक अछि बुझाई आपण साहाय्य ले चली जीवी सही मणिपुर राज्य को चलंतु बापा चलो चल बा
ବେଳକୁ ଏବେ ଶେଷ କରି ସାରିଛେ। ଅଞ୍ଜଳିକୁ ମାରି ଦେଇ ଏବେ ଏବେ ମଣିପୁର ରାଜ୍ୟର ମହାରାଜା ସବୁ ଧନ ସମ୍ପତ୍ତିକୁ ଏକୁଟିଆ ଉପଭୋଗ କରିବେ। ସେଇ ସାଗର ତ ମଧୁଆ ହେଇସାରିଛି। এই বুড়া রাজা সুরেন্দ্র কেশরী এই রাজ্যরে ভিক মাগি মাগি দিন কাটুছে। রাজ্য পরিবারକୁ ଏବେ ମୁଁ ଛାରଖାର କରି ସାରିଲିଣି। কুলাঙ্গার তু অঞ্জলিকে মারি দেছু তো কুকামরা ফল তো আজ দেবে তো আজ মু জমাপুরে পঠাই দেবে আবে বে হারামজাদা তো পুଣି ମୋତେ ନାଲି ଆଖି ଦେଖେଇବୁ। ତୁ ପୁଣି ଶଳା ମଧୁଆ ଶଳା ତୁ ପୁଣି ମୋତେ ମାରିବୁ। আ মো সহিত যুদ্ধ কর এই যাও শক্তির পরীক্ষা ଦେଖିବା 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 ତୋ ମା କ୍ଷୀରରେ କେତେ ଶକ୍ତି ଅଛି। দেবে আবে ଏ ପାପୀ ମଣିଷ ସତ୍ୟ ଧର୍ମ ନ୍ୟାୟ ସିଂହାସନରେ ବସି ଶାସନ କରିଥିବା ମଣିଷକୁ ଦାଣ୍ଡରେ ଭିକାରୀ କରି ତା ଧନ ସମ୍ପତ୍ତିକୁ ଲୁଣ୍ଠନ କରି ଏଇଠି ବିରାଟ ଉଆସ ଦେଖୁଛୁ। ଲଜ୍ଜା ଲାଗିବା କଥା ତୋତେ। ପାପୀ ମଣିଷ ଅଧର୍ମ ଅନ୍ୟାୟ ପଥରେ ଅତିକ୍ରମ କରି ଧନ ସମ୍ପତ୍ତିକୁ ଲୁଣ୍ଠନ କରିଛୁ। ତୋତେ ଧର୍ମ ସହିବନି ବେ, ଧର୍ମ ସହିବନି। ଆରେ ମଛରଣା ଏ ପାପୀ ମଣିଷ ତୋର ହସୁଥିବା ସୁନାର ସଂସାରକୁ ଛାରକାର କରିଛି। ତୋର ଦେବତୁଲ୍ୟ ଶ୍ୱଶୁରକୁ ଦଣ୍ଡରେ ଭିକାରୀ କରିଛି। ତୋ ହାତର ଶଙ୍କାକୁ ଛିନ୍ନ ଛତ୍ର କରିଛି। ଏ ପାପୀକୁ ଛାଡ଼ିବୁନି ମା, ଜୀବନରୁ ଶେଷ କରିଦେବୁ। ହଁ ଶେଷ କରିଦେବୁ। ତମେ ଏପରି କରିପାରିବନି ଧରଲା। ମୋତେ ମାର ନାହିଁ, ମୋତେ ଛାଡ଼ିଦିଅ, ଏ ମୋତେ ଛାଡ଼ିଦିଅ। ସାଗର ଏଥର ପାଇଗଲ ଏ ମଣିପୁର ରାଜ୍ୟର ଅଜସ୍ର ଧନ ସମ୍ପତ୍ତି। ହୀରା ନୀଳାମତି ମାଣିକ୍ୟ ନିର୍ମିତ ହୋଇଥିବା ସେହି ରାଜ୍ୟ ମୁକୁଟ। ଆଜିଠାରୁ ଏହି ମଣିପୁର ରାଜ୍ୟର ସମସ୍ତ ଜନପ୍ରଜାକୁ ନିଜ ପୁତ୍ର ସମ ପାଳନ କରିବ ଆଉ ସଦାକାଳେ ଉଡ଼ାଇବ ବିଜୟର କେତନ। ହଁ ବିଜୟର କେତନ ଆପଣଙ୍କ ଆଜ୍ଞାକୁ ନିଶ୍ଚୟ ମୁଁ ପାଳନ କରିବି। ଠିକ ଅଛି ରେ ପୁତ୍ର, ଏଥର ଯିବା ସେଇ ଆମ ବିଶ୍ରାମ ପ୍ରକୋଷ୍ଠେ। জীবন রমন যুক্তি বিনা কারণরে মিলে শাস্তি।